ବୈଠକରେ ଘୋର ନିଦରେ ବିଡିଓ ଓ ଉପାଧ୍ୟକ୍ଷ ଭିଡିଓ ହେଉଛି ଭାଇରାଲ। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବୁଧବାର ଦିନ ଜିଲ୍ଲା ପ୍ଲାନିଂ ଆଣ୍ଡ ମନିଟରିଂ ୟୁନିଟ୍ ପକ୍ଷରୁ ଆୟୋଜିତ ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରଶିକ୍ଷଣ ଶିବିରରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଭଳି ବିଭିନ୍ନ ଦିଗରେ ଆଲୋଚନା କରାଯାଇଥିଲା। କିନ୍ତୁ ଏହି ପ୍ରଶିକ୍ଷଣ ଶିବିର ଚାଲୁଥିବା ସମୟରେ ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ ଓ ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ନାଥ ନିଦ୍ରା ଅବସ୍ଥାରେ ଥିବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ପ୍ରଶିକ୍ଷଣ ସଭା ଚାଲିଥିବା ବେଳେ ଅନ୍ୟ କେତେକ ଅଧିକାରୀ ନିଜ ପ୍ରତିନିଧିଙ୍କ ଆଗ୍ରହ ପ୍ରକାଶ ମନେ ହେଉନଥିବା ଭିଡିଓରୁ ଅନୁମାନ କରାଯାଉଛି। ଜନପ୍ରତିନିଧିମାନଙ୍କ ମତାମତ ଓ ଆଲୋଚନାକୁ ଗୁରୁତ୍ୱ ଦେବାରେ ଇଚ୍ଛାଶକ୍ତିର ଅଭାବ ଦେଖାଯାଇଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ ପାଉଛି। ସରକାରୀ ନିର୍ଦ୍ଦେଶାନୁସାରେ ଆୟୋଜିତ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୟରେ ଏପରି ଅନାଗ୍ରହୀ ଭାବେ ଦେଖାଯିବାକୁ ନେଇ ସାଧାରଣ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି। ଏପରିକି ଏହା ଅତି ଦାୟିତ୍ୱହୀନତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏନେଇ ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବପର ନ ହେବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।